ଆଜ୍ଞା ସେଦିନ ଯେତେବେଳେ ତକ୍ଷକ ନାଗ ଯାଇକି ପହଞ୍ଚିଲେ ମୋ ଅକର୍ମ କର୍ମଦାୟକ ଶଙ୍କର ଭଗବାନଙ୍କର ପଦାର ବିନ୍ଦରେ, ଶଙ୍କର ଭଗବାନଙ୍କୁ କହିଲେ, ପ୍ରଭୁ ସର୍ପ କୂଳରେ କଲୁ ଜାତ ସ୍ୱଭାବ ଛାଡ଼ିବି କେମନ୍ତ, ମୋ ମୁଖରେ ଆପଣ ବିଷ ଦେଇଛନ୍ତି ବୋଲି ଏ ଲୋକ ଯୋଉଠି ଦେଖୁଛନ୍ତି ମତେ ମାରିବାକୁ ଗୋଡ଼ଉଛନ୍ତି। ଏ ଲୋକ ଯୋଉଠି ଦେଖୁଛନ୍ତି ମତେ ମାରିବାକୁ ଗୋଡ଼ଉଛନ୍ତି ଯେ ପ୍ରଭୁ ଆପଣ ଟିକେ ମତେ କୃପା ଆଉ କରୁଣା କରନ୍ତୁ। ସେଦିନ ତକ୍ଷକ ନାଗକୁ ମୋ ଅକର୍ମ କର୍ମଦାୟକ ଶଙ୍କର ଭଗବାନ ତାଙ୍କ ଗଳାରେ ଗୁରେଇ ଦେଇଥିଲେ ବୋଲି ଭକ୍ତ ତାଙ୍କୁ ଆଜ୍ଞା ଶ୍ରଦ୍ଧାରେ ସର୍ପେଶ୍ୱର ବୋଲି ଜାଣିଲା। ସେଦିନ ଯେତେବେଳେ ଦକ୍ଷ ପ୍ରଜାପତିଙ୍କର ଯଜ୍ଞରେ ଉଗ୍ର ରୂପ ଧାରଣ କଲେ ଅକର୍ମ କର୍ମଦାୟକ ଶଙ୍କର ଭଗବାନ, ସବୁ ଦେବତା ମାନେ ଯାଇକି ନିବେଦନ କଲେ ଚନ୍ଦ୍ର ଭଗବାନଙ୍କୁ, କହିଲେ ପ୍ରଭୁ ଆପଣ ଟିକେ ମୋ ଶଙ୍କର ଭଗବାନଙ୍କର ମସ୍ତକରେ ବସି ପଡ଼ନ୍ତୁ, ମୋ ଶଙ୍କର ଭଗବାନଙ୍କ ରାଗ ଟିକେ ଶାନ୍ତ ହେଇଯିବ। ସେଦିନ ଆସିକି ଚନ୍ଦ୍ରମା ମହାପ୍ରଭୁଙ୍କର ଅର୍ଦ୍ଧଚନ୍ଦ୍ର ଭାଗରେ ବସିଥିଲେ ବୋଲି ଏ ଭକ୍ତ ତାଙ୍କୁ ଶ୍ରଦ୍ଧାରେ ଆଜ୍ଞା ଚନ୍ଦ୍ରଶେଖର ବୋଲି ଜାଣିଲା। ସେଦିନ ଯେତେବେଳେ ହଳାହଳ ବିଷକୁ ମୋ ଅକର୍ମ କର୍ମଦାୟକ ଶଙ୍କର ଭଗବାନ ପାନ କଲେ, ଅକର୍ମ କର୍ମଦାୟକ ଶଙ୍କର ଭଗବାନ ଯେତେବେଳେ ପାନ କଲେ କଣ୍ଠ ଦେଶ ଆଜ୍ଞା ନୀଳ ପଡ଼ିଗଲା। ଏ ଭକ୍ତ ତାଙ୍କୁ ଶ୍ରଦ୍ଧାରେ ନୀଳକଣ୍ଠେଶ୍ୱର ବୋଲି ଜାଣିଲା। ସେଦିନ ଯେତେବେଳେ ଗୋଟେ ଚୋରଟି ଆଜ୍ଞା ଚୋରି କରିଦେଇ ଆସିକି ଲୁଚିଗଲା ପ୍ରଭୁଙ୍କର ମନ୍ଦିରରେ, କଳା ବଳଦକୁ ସେ ଧଳା କରିଥିଲେ ବୋଲି ଭକ୍ତ ତାଙ୍କୁ ଶ୍ରଦ୍ଧାରେ କୋଉ ଶ୍ୱର ବୋଲି ଡାକିଲା? ଧବଳେଶ୍ୱର ବୋଲି ଡାକିଲା। ସିଏ ହଉଛନ୍ତି କଥା କୁହ ଠାକୁର। ଆଜ୍ଞା ବିଶ୍ୱ ବ୍ରହ୍ମାଣ୍ଡରେ ଦୁଇଟି ନାଥ, ବିଶ୍ୱ ଜଗତରେ ଆଜ୍ଞା ଦୁଇଟି ନାଥ, ଜଣେ ଜଗତର ନାଥ ଜଗନ୍ନାଥ, ଆଉ ଜଣେ ଲୋକମାନଙ୍କର ନାଥ ପ୍ରଭୁ ଲୋକନାଥ। ତାଙ୍କ ଭଳି ଆଜ୍ଞା କେହି ହେବେନି। ଆପଣଙ୍କୁ କହୁଥିଲି ଆଜ୍ଞା ଲୋକନାଥଙ୍କର କେମିତି ପ୍ରତିଷ୍ଠା, କିଏ ତାଙ୍କୁ ପ୍ରତିଷ୍ଠା କରିଥିଲେ? ତ୍ରେତୟା ଯୁଗରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ଯେତେବେଳେ ବନବାସ ଦଣ୍ଡକୁ ଭୋଗ କରୁଥିଲେ, ଆସିକି ଶ୍ରୀକ୍ଷେତ୍ର ମାଟିରେ ପହଞ୍ଚନ୍ତି। ସକାଳ ପାଇଲେ ଅକର୍ମ କର୍ମଦାୟକ ଶଙ୍କର ଭଗବାନଙ୍କୁ ଆଜ୍ଞା ପୂଜା କରିବେ। କେମିତି ପୂଜା କରିବେ? ଶିବଲିଙ୍ଗ କୋଉଠୁ ଆସିବ, ପୂଜା ସାମଗ୍ରୀ କୋଉଠୁ ଆସିବ? ଚିନ୍ତାରେ ପଡ଼ିଗଲେ ରାମଚନ୍ଦ୍ର ଭଗବାନ। ଗୋଟେ ଲାଉ ଆଜ୍ଞା ଫଳିଥିଲା, ସେ ଲାଉକୁ ତୋଳି ଆଣିଲେ, ଆଣିକି ବସେଇ ଦେଲେ ଗୋଟେ ପଥର ଉପରେ। ଅକର୍ମ କର୍ମଦାୟକ ଶଙ୍କର ଭଗବାନଙ୍କୁ ମନ ଭିତରେ ସ୍ମରଣ କଲେ, କହିଲେ ହେ ପ୍ରଭୁ ଆପଣ ଯଦି ସତରେ ଚନ୍ଦ୍ର ସୂର୍ଯ୍ୟକୁ ଆତଜାତ କରୁଛନ୍ତି, ଏ ଲାଉରେ ଆଜି ଆପଣ ବିରାଜମାନ କରନ୍ତୁ। ସେଦିନ ଅକର୍ମ କର୍ମଦାୟକ ଶଙ୍କର ଭଗବାନ ଲାଉରେ ବିରାଜମାନ କରିଥିଲେ ବୋଲି ଭକ୍ତ ତାଙ୍କୁ ଶ୍ରଦ୍ଧାରେ ଆଜ୍ଞା ଲାଉଶ୍ୱର ବୋଲି ଜାଣିଥିଲା। ତାପରେ ପୁଣି ଥରେ ଭକ୍ତ ତାଙ୍କୁ ଲାଉକେଶ୍ୱର ବୋଲି ଜାଣିଲା। ତାପରେ ଭକ୍ତମାନେ ତାଙ୍କୁ ଆଲୋକେଶ୍ୱର ବୋଲି ଜାଣିଲେ। ତାପରେ ଲୋକେଶ୍ୱର ବୋଲି ଜାଣିଲେ। ବର୍ତ୍ତମାନ ଆମେ ତାଙ୍କୁ ଡାକୁଛେ କୋଉ ନାଥ? ଲୋକନାଥ। ବିଶ୍ୱ ବ୍ରହ୍ମାଣ୍ଡରେ ଦୁଇଟି ନାଥ, ଜଣେ ଜଗତର ନାଥ ଜଗନ୍ନାଥ, ଜଣେ ଲୋକମାନଙ୍କର ନାଥ ଲୋକନାଥ। ଇଏ ହଉଛନ୍ତି ରତ୍ନ ଭଣ୍ଡାରର ରକ୍ଷକ। ଆଙ୍କ ବିନା ପରମିଶନରେ ଆଜ୍ଞା ସୁନା ଟିକିଏ ବି ମହାପ୍ରଭୁଙ୍କର ନେଇପାରିବେନି। ସେବାୟତ ମାନେ ଆଗ ମହାପ୍ରଭୁ ଲୋକନାଥଙ୍କୁ ମାନସିକ କଲେ, ଲୋକନାଥଙ୍କ ପାଖରେ ଅଧିଆ ପଡ଼ିଲେ, ତାପରେ ଭଣ୍ଡାର ଘରକୁ ଯାଆନ୍ତି। ଇଏ ହେଉଛନ୍ତି କଥା କୁହା ଦେବତା। ଆଜିର ଏହି ମାଟିରେ ଆପଣମାନେ ଏତେ ସଂଖ୍ୟାରେ ବିରାଜମାନ କରିଛନ୍ତି। ସିଦ୍ଧିବିନାୟକ ଭଜନ ସନ୍ଧ୍ୟା ସମସ୍ତ ପରିବାର ବର୍ଗଙ୍କ ତରଫରୁ ଆପଣମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜ୍ଞାପନ କରିବି। ଚହଟେଶ୍ୱର ସମସ୍ତ କର୍ମକର୍ତ୍ତା ବୃନ୍ଦ, ଗ୍ରାମବାସୀ ବୃନ୍ଦ ସମସ୍ତଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜ୍ଞାପନ କରିବି। ପବିତ୍ର ମଞ୍ଚ, ପବିତ୍ର ଦରବାର ଆପଣମାନେ ବିରାଜମାନ କରିଛନ୍ତି। ଆପଣମାନେ ଜାଣିଛନ୍ତି ମୋ ଅକର୍ମ କର୍ମଦାୟକ ଶଙ୍କର ଭଗବାନ ତାଙ୍କ ଦେହ ଯାକ ଆଜ୍ଞା ପାଉଁଶ ବୋଳି ହୁଅନ୍ତି ନା? ଅକର୍ମ କର୍ମଦାୟକ ଶଙ୍କର ଭଗବାନ ଦେହ ଯାକ ଆଜ୍ଞା ପାଉଁଶ ବୋଳି ହୁଅନ୍ତି। ପୁଣି ଅକର୍ମ କର୍ମଦାୟକ ମୋ ଶଙ୍କର ଭଗବାନ ରାତିରେ ଆଜ୍ଞା ମଶାଣୀରେ ରୁହନ୍ତି, ଦିନରେ ମନ୍ଦିରରେ ରୁହନ୍ତି। ସେଥିପାଇଁ ରାତି ସମୟରେ ସନ୍ଧ୍ୟା ପରେ 5ଟା ପରେ ଜଳାଭିଷେକ କରିବା ପୁରା ନିଷେଧ ଶାସ୍ତ୍ର ମତରେ। ଅକର୍ମ କର୍ମଦାୟକ ଶଙ୍କର ଭଗବାନ ଆପଣମାନଙ୍କର ମଙ୍ଗଳ ବିଧାନ କରନ୍ତୁ, ଏଇ କାମନା। ଅକର୍ମ କର୍ମଦାୟକ ଶଙ୍କର ଭଗବାନ ଆଜ୍ଞା ଆପଣମାନଙ୍କୁ କହୁଥିଲି, ଯଦି ଆପଣମାନଙ୍କୁ ରୋଗ ହେଇଛି, ଅନେକ ଗୁଡ଼ାଏ ପଇସା ଖର୍ଚ୍ଚ କଲେଣି, ଦେହ ଆଜ୍ଞା ଆରୋଗ୍ୟ ହଉନି, ଯିବେ ଶ୍ରୀକ୍ଷେତ୍ର ମାଟି ମା ବିମଳାଙ୍କର କ୍ଷେତ୍ର। ଆପଣମାନେ ଶ୍ରୀମନ୍ଦିରରୁ 2 କିଲୋମିଟର ଭିତରେ ଗୋଟେ ମନ୍ଦିର ପଡ଼ିବ, ଯାହାକୁ ଆମେ ଲୋକନାଥ ବୋଲି ଜାଣିଛେ। ଲୋକନାଥଙ୍କର ମନ୍ଦିରକୁ ଗଲାବେଳେ ମନ୍ଦିର ପୂର୍ବରୁ ଗୋଟେ ହାଟ ପଡ଼େ।
से हाटर ना हूँ चांदीर हाट बा रूपार हाट सब रूपार जिनस आज्ञा से बिक्री हुए सेठिकी जीवे आपण जो अंगटा कम करू नथिबो धर हाथ आज्ञा पारालिसिस कम करूनी गोड़ आपणकर आंठू गंठी बिंधा होची आज्ञा कमु नहीं मुंड कम करूनी से जिनसटी को आज्ञा सेठू किनिबे अकर्म कर्मदायक लोकनाथंकर मंदिर को जीवे से जो सेवायत माने थे से चांदीटी को देदेवे कहते समर्पण करदे सी आज्ञा कौन करेंगे से चांदीटी को धरिकी गंभीर को फोपाड़ी देवे समर्पण करदे बाबा को ये आज्ञा ठीक वर्षे पर बाहर जो दिन बाबांकर पंक उद्धार एकादशी हुए जिते सब चांदी सुना रूपा जी जहाँ सब मानसिक करते बाबा पाखे आज्ञा से पकई दियंती आपण शुणिले आश्चर्य हे ये पंक को नवापाई देश देशांतर लोक आसती आपण आज्ञा मानसिक करके आसबे ठीक वर्षे आज्ञा ये पंक उदाहरण एकादशी बेलू आपण देह आज्ञा आरोग्य हम सी हूँ कथा कुआ ठाकुर आम लोकनाथ गोटे जोरदार करताली दिंतु कहबी आपरे ये लोकनाथ को किए प्रतिष्ठा करते आसतु कर्णपात करवा आपण मानकर सुकंठी गायिका परिचित कंठशिल्पी मानसी पात्र महोदया महाप्रभुंकर उद्देश्य सुंदर भजन जय जगन्नाथ।